ଏକ ସମୟର କଥା, ଜଙ୍ଗଲ ମଧ୍ୟରେ ଏକ ଶିଆଳ ରହୁଥିଲା। ଶିଆଳଟି ଚାଲାକ ଓ ଚତୁର ଥିଲା, କିନ୍ତୁ ସେ ଆଜିକାଲି ଖାଇବା ପାଇଁ ଠିକ୍ ଭାବରେ ପାଉନଥିଲା। ଏକ ଦିନ ଶିକାର କରିବା ଆଶାରେ ସେ ଜଙ୍ଗଲ ଧାରକୁ ଗଲା। ସେଠାରେ ଏକ ଛୋଟ ଛେଳି ଅଲଗା ହୋଇ ଚରୁଥିଲା। ସେ ଛେଳିକୁ ଦେଖି ଶିଆଳଟି ଭାବିଲା, ଏହି ଛେଳିକୁ ଯଦି ମୁଁ ଖାଇ ଦେଇପାରେ, କିନ୍ତୁ ଏହାକୁ ପାଳିଲେ ମୋତେ ସେ କ୍ଷୀର ଦେବ ଓ ମୁଁ ଆକୁ ବଡ଼ ହେଲେ ଖାଇବି। ଏହା ଭାବି ସେ ଛେଳିଟିକୁ ନେଇ ନିଜ ଗୁମ୍ଫାକୁ ଗଲା। ଛେଳିକୁ ଚାରା ଖାଇବାକୁ ଦେଲା। ଛେଳିଟି ଖୁବ୍ ଶୀଘ୍ର ବଡ଼ ହୋଇଗଲା ଓ କ୍ଷୀର ଦେବାକୁ ଲାଗିଲା। କିଛି ଦିନ ପରେ ଶିଆଳଟି ଭାବିଲା, ମୁଁ ଆକୁ ଖାଇଦିଏ। ଇଏ ଏବେ ବଡ଼ ହୋଇଗଲାଣି ଆଉ କ୍ଷୀର ଦେବା ବି ବନ୍ଦ କରିଦେଲାଣି। ଏହା ଭାବି ସେ ଛେଳିକୁ ଖାଇବା ପାଇଁ ଗଲା। ସେ ଛେଳିକୁ ଯେତେବେଳେ ମାରିବା ପାଇଁ ଚେଷ୍ଟା କଲା, ଛେଳିଟି ସେତେବେଳେ ବହୁତ ଶକ୍ତିଶାଳୀ ହୋଇଯାଇଥିଲା। ତେଣୁ ସେ ଛେଳି ଶିଆଳକୁ ମାରିଦେଇ ତା ପାଖରୁ ଦୌଡ଼ିକି ପଳାଇଗଲା। ଏହି ଗପରୁ ଆମେ କ'ଣ ଶିଖିଲେ ପିଲାମାନେ? କମେଣ୍ଟ ମାଧ୍ୟମରେ ନିଶ୍ଚୟ